ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର। ଦେଖନ୍ତୁ, ଏଇ ଖବର ଦେଖି କିଛି ଲୋକ କହିବେ କି ମୁଁ ଫେକ୍ ଖବର ଆଣିକି ଛାପୁଛି। ଦେଖନ୍ତୁ, ଯଦି ଆପଣଙ୍କୁ ଫେକ୍ ଲାଗୁଛି ତେବେ ଆପଣ ଭିଡ଼ିଓଟିକୁ ମଜାଇ ଦେଖନ୍ତୁ। ଆପଣ ଜାଣିଯିବେ କି ମୁଁ ଫେକ୍ କହୁଛି କି ଆନାଲିସିସ୍ କରି କହୁଛି। ଦେଖନ୍ତୁ, ଆପଣମାନେ ଜାଣିଥିବେ ଯେତେବେଳେ ବିଜେଡ଼ି 2024 ବିଧାନସଭା ନିର୍ବାଚନ ହାରିଲା, ସେତେବେଳେ ଏହି ମହାଶୟ ଜଣକ ରାଜନୀତିରୁ ସବୁଦିନ ପାଇଁ ଦୂରେଇ ଗଲେ ବୋଲି କହିଥିଲେ। ସେତେବେଳେ ରାଜନୀତିରେ ଚର୍ଚ୍ଚା ଜୋର ଥିଲା ମିଡ଼ିଆ ଏବଂ ସୋସିଆଲ ମିଡ଼ିଆରେ। ଠିକ୍ ଅଛି। ଦେଖନ୍ତୁ, ସେହି ସମୟରେ ତତ୍କ୍ଷଣାତ୍ ତାଙ୍କ ପତ୍ନୀ ଅର୍ଥାତ୍ ସୁଜାତା ମ୍ୟାଡ଼ାମ୍ ଛୁଟି ନେଇଗଲେ 6 ମାସ। କ'ଣ ପାଇଁ କହିଲେ କି ମୋ ଝିଅ ସ୍କୁଲରେ ପଢ଼ି, ସେଥିପାଇଁ 6 ମାସ ଛୁଟି ନେଇଗଲି ବୋଲି। କିନ୍ତୁ ଆପଣ ଜାଣି ରଖିବା ଦରକାର କି ସେ ଯେଉଁ ଛୁଟି ନେଲେ ତା ପ୍ରକୃତ କାରଣ କ'ଣ? ଯେହେତୁ ମୋହନ ମାଝୀ ସରକାର ଅର୍ଥାତ୍ ବିଜେପି ସରକାର ଆସିଗଲା, ତ ସେ ଜାଣିଲେ କି ମୋର ଯେଉଁ ଦୁର୍ନୀତି ପେଡ଼ି କାଳେ ଖୋଲିଯିବ ମୋର ଏବଂ ମୋ ସ୍ୱାମୀର, ସେଥିପାଇଁ ସେ ଏଭଳି ଗୋଟେ ବାହାନା ଦେଖି ଛୁଟି ନେଇଗଲେ। ଆପଣ ଜାଣିଥିବେ ଏ କଥା। ଏବଂ ଆପଣ ଏ କଥା ଭଲରେ ଜାଣନ୍ତୁ କି ସେହି ଛୁଟିଟି ଏଇ ଡିସେମ୍ବର ମାସରେ ସରିଯିବ। ଅର୍ଥାତ୍ ଡିସେମ୍ବର 5 ପର୍ଯ୍ୟନ୍ତ ଏହି ଛୁଟିରେ ଅବଧି ରହିଛି। ବୁଝିପାରୁଛ ନା ନାହିଁ? ଅର୍ଥାତ୍ ଡିସେମ୍ବର 6ଠୁ ଏହି ମହିଳା ଜଣକ, ଏହି ମ୍ୟାଡ଼ାମ୍ ଜଣକ ଚାକିରିରେ ଜଏନ୍ କରିବାର କାର୍ଯ୍ୟକ୍ରମ ଅଛି। ଦେଖନ୍ତୁ, ତାରି ଭିତରେ ଚର୍ଚ୍ଚା ହେଉଛି କି ଦମ୍ପତି ଜଣକ କରିବେ କ'ଣ? କାରଣ ତାଙ୍କ ସ୍ୱାମୀ ସେଠି ଚାକିରି ଛାଡ଼ିଲେ ତାଙ୍କୁ ମିଳିବ ନାହିଁ। ତାପରେ ରହିଲା ଏଇ ମ୍ୟାଡ଼ାମ୍ ଜଣକ କଥା। ଦେଖନ୍ତୁ, ଏଇ ମ୍ୟାଡ଼ାମ୍ ଜଣକ ଭଲ ଜାଣିଛନ୍ତି ସେ ଯେଉଁଠି ଏଇନା ଚାକିରି ଜଏନ୍ ଦେବେ, ଅର୍ଥାତ୍ ଓଡ଼ିଶାରେ, ସେ ହେଉଛି ମୋହନ ମାଝୀ ସରକାର। ହଁ, 6 ମାସ ସିନା ସିଏ ବିରତି ନେଇଗଲେ, କ'ଣ ପାଇଁ? ଗୋଟେ ବାହାନା ଦେଖେଇକି। କିନ୍ତୁ ଆଉ ତ ବିରତି ସେ ନେଇପାରିବେନି। ଯାହା ହେଲେ ବି ତାଙ୍କୁ ଡିସେମ୍ବର 5-6ରେ ଚାକିରି ଜଏନ୍ କରିବାର ଅଛି। ତାହେଲେ ଭାବନ୍ତୁ, ଯଦି ଏଇ ମହିଳା ଜଣକ ଚାକିରି ଜଏନ୍ କରିବେ ତେବେ ହେବ କ'ଣ? ଯଦି ମହିଳା ଜଣକ ଚାକିରି ଜଏନ୍ କରିବେ ତେବେ କ'ଣ ହେବ ନା, ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କର ଦୁର୍ନୀତି ପେଡ଼ି ଖୋଲିଦେବ କିଏ? ମୋହନ ମାଝୀ ସରକାର। ଅର୍ଥାତ୍ ସେ ଭଲରେ ଜାଣିଛନ୍ତି କି ଏଇ ଦୁଇ ଜଣ ଯେଉଁ ଦୁର୍ନୀତି କରିଛନ୍ତି 10-15 ବର୍ଷ ହେଲା, ତା ଦୁର୍ନୀତି ଖୋଲି ଦେଇକି ତାଙ୍କେ ଦୁଇ ଜଣ କେଉଁଠି ଯିବେ? ଜେଲରେ ଚକି ପେଶିବେ। ତେଣୁ ଏମାନେ ଏକ ନୂଆ ପ୍ଲାନ୍ କରିବେ କ'ଣ? ଯେ ପାଣ୍ଡିଆନ ବାବୁ ମିଶିବେ କେଉଁଠି? ବିଜେପିରେ। ଯଦି ପାଣ୍ଡିଆନ ବାବୁ ବିଜେପିରେ ମିଶିଯିବେ ତାହେଲେ ଭାବନ୍ତୁ, ତାଙ୍କର ଯେଉଁ ଦୁର୍ନୀତି ପେଡ଼ି ଏବଂ ତାଙ୍କ ସ୍ତ୍ରୀଙ୍କର ଯେଉଁ ଦୁର୍ନୀତି ପେଡ଼ି ରହିଛି ସେଇଟା ଆଉ ଖୋଲିବ ନାହିଁ। ଅର୍ଥାତ୍ ସବୁଦିନ ପାଇଁ ବନ୍ଦ ହୋଇଯିବ। ତେଣୁ ପାଣ୍ଡିଆନ ବାବୁ ଚାହିଁବେ କି ମୁଁ ବିଜେପିରେ ଖୁବ୍ ଶୀଘ୍ର ମିଶିଯାଏ ବୋଲି। ତ ଏଠି କିଛି ଲୋକ କହିବେ ଏଇଟା ମିଛ କଥା। ପାଣ୍ଡିଆନ ବାବୁ କାହିଁକି ବିଜେପିରେ ମିଶିବେ? କାରଣ ସେ ତ ରାଜନୀତିରୁ ସନ୍ନ୍ୟାସ ନେଇଯାଇଛନ୍ତି। କିନ୍ତୁ ଆପଣମାନେ ଜାଣି ରଖିବା ଦରକାର କି ପାଣ୍ଡିଆନ ବାବୁ କେବେ ବି ରାଜନୀତିରୁ ସନ୍ନ୍ୟାସୀ ନେଇନାହାନ୍ତି। ପାଣ୍ଡିଆନ ବାବୁ କେବଳ ବିଜେଡ଼ିରୁ ହିଁ ସନ୍ନ୍ୟାସୀ ନେଇଛନ୍ତି। ଠିକ୍ ଅଛି। ତ ଏଇଠି କିଛି ଲୋକ କହିବେ କି ଏଇଟା କେମିତି ସମ୍ଭବ? ଯେଉଁ ବିଜେପି ତାଙ୍କୁ ଏତେ ଗାଳି କରୁଥିଲା ପାଣ୍ଡିଆନ ବାବୁଙ୍କ ନାଁ ନେଇକି, ଅଫିସର ବାବୁଙ୍କ ନାଁ ନେଇକି, ତାମିଲ କଥା କହିକି, ତ ସେଇ ବିଜେପି କ'ଣ ପାଣ୍ଡିଆନକୁ ଭରସା କରିବ କି? ଦେଖନ୍ତୁ, ମୁଁ ସମସ୍ତଙ୍କୁ ଏ କଥା କହିଦେବାକୁ ଚାହେଁ କି ଏଇ ଫଟୋଠାରେ ଦେଖନ୍ତୁ, ଇଏ ହେଉଛନ୍ତି ଏମିତି ଏକ ବ୍ୟକ୍ତି ଯିଏ ଆଗରୁ 5 ବର୍ଷ ତଳୁ 4 ବର୍ଷ ତଳୁ ପୁରା ବିଜେପିକୁ ବହୁତ ଗାଳି କରୁଥିଲେ ଏବଂ ବିଜେପି ବି ଆକୁ ବହୁତ ଗାଳି କରୁଥିଲେ। କିନ୍ତୁ ସେଇ ବ୍ୟକ୍ତି ଜଣକ ଏବେ କ'ଣ? ବିଜେପିର ବ୍ରହ୍ମପୁର MP ଅର୍ଥାତ୍ ପ୍ରଦୀପ ପାଣିଗ୍ରାହୀ। ଅର୍ଥାତ୍ ଇଏ ଏବେ ବିଜେପିର ଏକ ଲୋକପସନ୍ଦ ନେତା ଅଛନ୍ତି। ତ ଭାବନ୍ତୁ, ଯଦି ଏହି ଲୋକଟି ଯିଏ ବିଜେପିର ଶତ୍ରୁ ଥିଲା ସିଏ ଆଜି ମିତ୍ର ହୋଇପାରିଛି, ତେବେ ଏହି ଲୋକଟି କାହିଁକି ହେଇପାରିବନି? ଅର୍ଥାତ୍ ଭିକେ ପାଣ୍ଡିଆନ କାହିଁକି ବିଜେପିରେ ମିଶି ପାରିବନି? ତା ଛଡ଼ା ଆପଣ ଦେଖୁଥିବେ କି ବିଜେପି ଯାହାକୁ ପାରୁଛି ତାକୁ ଉଠେଇକି ଆଣିଦେଉଛି ଅନ୍ୟ ଦଳରୁ। ତେଣୁ ଭିକେ ପାଣ୍ଡିଆନ କାହିଁକି ବିଜେପିରେ ମିଶି ପାରିବେନି? ଏହାର କ'ଣ ଗ୍ୟାରେଣ୍ଟି ଅଛି? ବୁଝିପାରୁଛ ନା ନାହିଁ? ଦେଖନ୍ତୁ, ଆପଣ ଜାଣି ରଖିବା ଦରକାର କି ଯଦି ଭିକେ ପାଣ୍ଡିଆନ ବିଜେପିରେ ମିଶିବେ ତେବେ ସେ ଆଉ ଓଡ଼ିଶାରେ ପଶିବେ ନାହିଁ। କାରଣ ସେ ଜାଣିଛନ୍ତି କି ଓଡ଼ିଶାରେ ତାଙ୍କର ଆଉ ଲୋକପ୍ରିୟତା ନାହିଁ। ଯଦି ସେ ଓଡ଼ିଶାରେ ପାଦ ଦେବେ ବିଜେପିରେ ମିଶିକି, ତେବେ ବିଜେପିର ଭୋଟ୍ ହାର କମିଯିବ। ଏକଥା ବିଜେପି ବି ଭଲରେ ଜାଣିଛି। ତ ତେବେ ଅଧିକାଂଶ ଲୋକ କହିବେ କି ଭିକେ ପାଣ୍ଡିଆନ ତାହେଲେ କେଉଁଠି ମିଶିବେ? ଦେଖନ୍ତୁ, ଭିକେ ପାଣ୍ଡିଆନ ବିଜେପିରେ ମିଶିବେ କିନ୍ତୁ ଓଡ଼ିଶାରେ ନୁହଁ। ମିଶିବେ କେଉଁଠି? ତାମିଲନାଡ଼ୁରେ ମିଶିବେ। ଆପଣ ଜାଣିଥିବେ କି ତାମିଲନାଡ଼ୁରେ ନେକ୍ସଟ ଇୟର ଭୋଟ୍ ଅଛି, ଅର୍ଥାତ୍ ଇଲେକ୍ସନ୍ ଅଛି। ସେଥିପାଇଁ ଆପଣ ଦେଖୁଥିବେ ଏକ ଦୈନିକ ଖବରକାଗଜ ସମ୍ବାଦରେ ଝଡ଼ ଉଠିଥିଲା, ଅର୍ଥାତ୍ ଏକ ନ୍ୟୁଜ୍ ଆସିଥିଲା କି ତାମିଲନାଡ଼ୁରେ ଓଡ଼ିଶା ଝଡ଼। ବୁଝିପାରୁଛ ନା ନାହିଁ? ଦେଖନ୍ତୁ, ଆପଣ ଜାଣି ରଖିବା ଦରକାର କି ହୁଏତ ପାଣ୍ଡିଆନ ବାବୁ ଓଡ଼ିଶା ପାଇଁ ଖରାପ ହୋଇପାରନ୍ତି, କିନ୍ତୁ ତାଙ୍କ ଜାଗା ତାମିଲନାଡ଼ୁ ପାଇଁ ଖରାପ ନଥିବେ। ତା ଛଡ଼ା ଆପଣ ଜାଣିଥିବେ ତାମିଲନାଡ଼ୁରେ ବିଜେପିର ଶକ୍ତି କମ୍। ତେଣୁ ବିଜେପି ବି ଚାହିଁବ କି ପାଣ୍ଡିଆନ ଯିଏ ଏକ ଏକ୍ସପିରିଏନ୍ସ ଅଫିସର, ତା ସହିତ ଏକ ରାଜନୈତିକ ଲିଡର, ସିଏ ଯଦି ବିଜେପି ସହିତ ମିଶିବେ ତାମିଲନାଡ଼ୁରେ, ତେବେ ତାମିଲନାଡ଼ୁରେ ଏକ ଭଲ ସରକାର ଗଢ଼ିବାର ସମ୍ଭାବନା ହୋଇପାରେ। ବୁଝିପାରୁଛ ନା ନାହିଁ? ତେଣୁ ବିଜେପି ଚାହିଁବ କି ଭିକେ ପାଣ୍ଡିଆନ କେଉଁଠି ଯିବାକୁ? ବିଜେପିରେ ମିଶିବାକୁ ଏବଂ ମିଶିକି ଏକ ତାମିଲନାଡ଼ୁରେ ଏକ ସରକାର ଗଢ଼ିବା ପାଇଁ ସେ ଉତ୍ସୁକ ହେବ। ବୁଝିପାରୁଛ ନା ନାହିଁ? ଦେଖନ୍ତୁ, ଆପଣ ଥରେ ଏଇ ଫଟୋ ଦେଖନ୍ତୁ। ଏଇ ଫଟୋଟି ହେଉଛି ବିଜେପି ସଭାପତି ତାମିଲନାଡ଼ୁର, ଯିଏ
आगुरी आईपीएस ऑफिसर थे तो ताकू बीजेपी टाणी नहीं गला कौन पाई तामिलनाडु ना से देखला कि जेहेतु ये जन आईपीएस ऑफिसर तो ताकू तामिलनाडु को नहीं गले आम भोट हार बढ़ी बोली बुझीपार ना नहीं तो धरे भावतु जदि यही आईपीएस ऑफिसर जी तामिलनाडु राज्य बीजेपी सभापति अच्छा आईपीएस चाकरी छाड़ी तेज भिके पांडियान कहीं बीजेपी तरफ तामिलनाडु नेता हो पारे बुझीपार ना नहीं तो देखु यहाँ नहीं राजनीति भी जोट होता मझे सोशल मीडिया कि यही व्यक्ति अर्थात आनामालाई जी राज्य बीजेपी सभापति अच्छा तामिलनाडु तास भिके पांडियान जी एवं हूँ तो दल छाड़ी किंतु राजनीति में मिसी पारे बोली एमती किसी सन्देह भी ना बुझीपार ना नहीं अर्थात तामिलनाडु सिंह बोली कहुला बुझीपार ना नहीं देखु आप मझे देखुवे विजय जी गोटे हीरो सी राजनीति रैली करते तो से भितर कहुच्छी कि यदि विजय रैली कर राजनीति में पशि पार्टी तेज भिके पांडियान कहीं तामिलनाडु राजनीति में पशि पारे ना कारण ताकर आ गोटे एक्सपीरियंस अच्छे ताछड़ा आप भावतु भिके पांडियान चाकरी छाड़ी सी भी कौन बुला भिखाड़ी भाई बुलवे कि ना तेणु से राजनीति में मिसा कथा निश्चय मन मन भावुवे ता छड़ा से राजनीति में मिसिले दी आड़ू लाभ कौन ना एक तो कौन केस प्रमाणपत्र आसब ना कारण से बीजेपी मिसजे आ बीजेपी मिसिले ओडिशा बीजेपी सरकार तेणु किसी केस आसबनी कि स्त्री उपर को भी किसी केस आसब ना अर्थात ये दी जन सबू दुर्नीति मुक्त होइजिबे बुझीपार ना नहीं ता छड़ा यही बाबू जन को राजनीतिक फायदा ही मिल तामिलनाडु में भल पैसा भी इनकम हम ठीक अच्छे तो देखु आम तो कौन कथा ग्यारंटी दे कहीपरानी कि यही कथा अर्थात यही जो आप खबर देखते सत हम कि मिछ हम किंतु आम एति कहीपर कि राजनीति रे सबू संभव काली जी शत्रु आज सी मित्र बुझीपार ना नहीं तेणु आम भविष्य को अपेक्षा करवा कि आगू को कौन हो तो मुझे टॉपिक शेष कर टॉपिक उपर आप कौन मतामत आम कमेंट निश्चय जानवे समस्त मोर नमस्कार।